ବ୍ଲକ ସ୍ତରୀୟ ଶିକ୍ଷା ସଚେତନତା ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ। ଯମନକିରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ବିଡିଓ ରବୀନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ସଭ୍ୟା ସୁଜାତା ଖୁଣ୍ଟିଆ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ। ଉକ୍ତ ଉତ୍ସବରେ ବିଓ ରୁକ୍ମଣ ପ୍ରଧାନ, ଏବିଓ ସୁଶ୍ରୀ ଦେବକୀ ନାୟକଙ୍କ ସମେତ ଶିକ୍ଷକ ସଂଘର ସଭାପତି ଉପସ୍ଥିତ ଥିଲେ। ଆଜି ବ୍ଲକର ପ୍ରତ୍ୟେକ ସ୍କୁଲରେ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଆଗାମୀ 4 ଦିନ ପର୍ଯ୍ୟନ୍ତ ଚାଲୁ ରହିବ ଏବଂ ସଚେତନତା ରଥ ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ଯାଇ ସଚେତନ କରାଇବା କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଫାସିମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳଜୀ ନାୟକଙ୍କ ତତ୍ତ୍ୱାବଧାନରେ ପ୍ରବେଶ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଯମନକିରାରୁ ସତ୍ୟପ୍ରିୟ ମହାପାତ୍ରଙ୍କ ରିପୋର୍ଟ, ୱାନ୍ ଓଡ଼ିଶା।